जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम राष्ट्र सेशन को आगे बढ़ेगा। राष्ट्र सेशन क्रम आज आम पढ़ा पंचम भाव स्थित राशि मानकर फल। ମୁଁ ଆପଣଙ୍କୁ କହି ରଖେ ଯେ ଆମେ ବର୍ତ୍ତମାନ ପୁରା ମୂଳ ଦୁଆ ଷ୍ଟାର୍ଟିଂ ରୁ କିଭଳି ଭାବରେ ଆଷ୍ଟ୍ରୋଲୋଜି ଟାକୁ ଗୋଟିଏ ବେସିକ ଭ୍ୟାଲୁ ନେଇ ଆଗେଇବା ସେଇ ସେଇ ଜିନିଷଟାକୁ ଆଖି ଆଗରେ ରଖି ଆମେ ପୁରାତନ ବିଭିନ୍ନ ଆଚାର୍ଯ୍ୟ ମାନଙ୍କର ଯୋଉ ଗ୍ରନ୍ଥାବଳୀ ଅଛି ତା ଉପରେ ରିସର୍ଚ୍ଚ କରିକି ସେଇ ଗ୍ରନ୍ଥରୁ ହିଁ ଆମେ ପଢୁ। କିଛି ମନରୁ କହିବାର ନାହିଁ। ବର୍ତ୍ତମାନ ଆମେ ଜାଣିବା ଦରକାର ଯେ କୌଣସି ଭାବରେ କୌଣସି ରାଶି ପଢିଲେ ସେ କିଭଳି ପ୍ରକାର ଫଳ ଦେବା କଥା। ଏଇଟା ନୈସର୍ଗିକ କାରକ ତତ୍ତ୍ୱ ଅନୁଯାୟୀ ଏ ଫଳ ବିଚାର କରାଯାଇଛି। ଆମେ ମାନସାଗରୀ ପଦ୍ଧତି ପଢୁଛେ। ମାନସାଗରୀ ପଦ୍ଧତିରୁ ଆଜି ଆମେ ପଢିବା ପଞ୍ଚମ ଭାବ ସ୍ଥିତ ରାଶିର ଫଳ। ଗୋଟେ କୁଣ୍ଡଳୀ ବିଚାର କରିବାକୁ ହେଲେ କେବେ ହେଲେ କେବଳ 12ଟି ଭାବକୁ 12ଟି ଭାବ କେବଳ ଗୋଟିଏ ଭାବ ଉପରେ ଆଶ୍ରା କରିକି କୁଣ୍ଡଳୀର ବିଚାର କରାଯାଏ ନାହିଁ। 9ଟି ଗ୍ରହ 12ଟି ଭାବକୁ ଏକଜୁଟ କରିକି ଏକ ସ୍ଥାନରେ ଦେଖି ସାକ୍ଷୀ ପୁରା ଭଲ ଭାବରେ ଯଦି ଗୋଟେ କୁଣ୍ଡଳୀକୁ ଭଲ ଭାବରେ ଦେଖାଯାଏ ମିନିମମ୍ 7-8 ଘଣ୍ଟା ଦେଖିଲେ ତା ଦେହରୁ ଆମେ ହୁଏତ କିଛି ଭଲସେ ବୁଝିପାରିବା। ଏମିତି ତରତର କରି ଦେଖିଲେ କିଛି ହୁଏତ ହଠାତ୍ ମୁଣ୍ଡରେ ପଶି ନ ପାରେ। ତେଣୁ ଆମେ ଯୋଉଗୁଡାକ ପଢୁଛୁ ସେଟା ହଉଛି ଓଲ୍ଡ କ୍ଲାସିକ ବୁକ୍। ଓଲ୍ଡ କ୍ଲାସିକ ବୁକ୍ ମାନେ ପୁରାତନ ଆଚାର୍ଯ୍ୟ ମାନେ ସେମାନଙ୍କର ମତ ବହୁତ କୁଣ୍ଡଳୀ ଦେଖି ସାରିଲା ପରେ ସେମାନଙ୍କର ମତ ରଖିଛନ୍ତି। ସେଇ ମତ ଗୁଡାକ ଆମେ ମାନସାଗରୀ ପଦ୍ଧତିରୁ ପଢୁଛେ। ତେବେ ଚାଲନ୍ତୁ ଆଜି ଆମେ ପଢିବା ପଞ୍ଚମ ଭାବ ସ୍ଥିତ ରାଶି ମାନଙ୍କର ଫଳ। ଦେଖନ୍ତୁ ପଞ୍ଚମ ଭାବରୁ ପୁତ୍ର ସନ୍ତାନ ଏବଂ ପୂର୍ବ ପୁଣ୍ୟ ଭାବ ବିଚାର କରାଯାଏ। ଯଦି ପଞ୍ଚମ ଭାବରେ ମେଷ ରାଶି ଥାଏ ତ ମଣିଷ ମିତ୍ର ତଥା ପୁତ୍ର ସ୍ନେହରୁ ଦେବତାଙ୍କ ସେବାରେ ସୁଖ ପ୍ରାପ୍ତି କରିବା ବାଲା ହୋଇଥାଏ ଏବଂ କୌଣସି ପାପ କାର୍ଯ୍ୟ କଲା ବେଳକୁ ସିଏ କାଳେ ଫସିଯିବ ସେଥିପାଇଁ ତାର ଚିନ୍ତା ରହିଥାଏ। ଆଚ୍ଛା, ମୁଁ ଏଇଟା ଗୋଟେ ଛୋଟ ଏକ୍ସାମ୍ପଲ ଦେଇ ବୁଝଉଛି ଆପଣ ବୁଝିବେ। ପଞ୍ଚମ ଭାବରେ ମେଷ ରାଶି କେତେବେଳେ ପଡିବ? ପଞ୍ଚମ ଭାବରେ ମେଷ ରାଶି ସେତିକି ବେଳେ ପଡିବ ଯେତେବେଳେ ଲଗ୍ନ ଧନୁ ହୋଇଥିବ। ଧନୁ ଲଗ୍ନର ଅଧିପତି ହଉଛନ୍ତି ବୃହସ୍ପତି। ବୃହସ୍ପତିଙ୍କର ବିଭିନ୍ନ 5ଟି ଦୃଷ୍ଟି ରହିଛି। ବୃହସ୍ପତିଙ୍କର 3ଟି ଦୃଷ୍ଟି ରହିଛି, 1, 5, 9 ଏବଂ 5, 7, 9। ତ ବୃହସ୍ପତିଙ୍କ ଲଗ୍ନରେ ଯେତେବେଳେ ପଞ୍ଚମରେ ମେଷ ରାଶି ପଡୁଛି ସିଏ ସବୁବେଳେ ପାପ କାର୍ଯ୍ୟ କରିବାକୁ ସେ କରିବା ପୂର୍ବରୁ ଭଲସେ ବିବେଚନା କରୁଥିବ। ନିଶ୍ଚିତ ଭାବରେ ତା ମୁଣ୍ଡରେ ଆସୁଥିବ ମୁଁ ପାପ କାମ କରିବା ପୂର୍ବରୁ ଆଗ ନିଜେ ଭଲସେ ବିବେଚନା କରେ ଯେ ଜିନିଷଟା ମୁଁ କରୁଛି ସେଟା ଠିକ ତ। ତେଣୁ ଧନୁ ଲଗ୍ନ ପାଇଁ ମେଷ ରାଶି ହଉଛି ପଞ୍ଚମ ଭାବ। ଠିକ ଅଛି। ଏଇଭଳି ଭାବରେ ମୁଁ ଯୋଉ ଯୋଉ ଲଗ୍ନ ଗୁଡାକ କହୁଛି ଆପଣ ମାନେ ଆପଣ ମାନଙ୍କର ବୁକ୍ ପେନ୍ ନୋଟ କରିକି ଆପଣ ମାନେ ଯଦି ସେଇ ହିସାବରେ ଭାବି ଚାଲନ୍ତି କି ଏଇ ଜିନିଷଟା ଏଠି କଣ ପାଇଁ ହେଲା, ଲଗ୍ନର କୋଉ କାରକ ତତ୍ତ୍ୱ ଯୋଗୁ ହେଲା, ତାହେଲେ ଆପଣ ବୁଝିପାରିବେ। ଆଉ ମନେ ରଖନ୍ତୁ ପଞ୍ଚମ ଭାବଟା ଇମ୍ପୋର୍ଟାଣ୍ଟ ଏଇଥିପାଇଁ କି କାରଣ ୟାକୁ କୁହାଯାଏ ତ୍ରିକୋଣ। 1, 5, 9କୁ ଲକ୍ଷ୍ମୀ ଭାବ ବୋଲି କୁହାଯାଏ। ଲକ୍ଷ୍ମୀ ସ୍ଥାନ 1, 5, 9 ଏବଂ ଲଗ୍ନ ବୋଥ ତ୍ରିକୋଣରେ ଯାଉଛି ଏବଂ କେନ୍ଦ୍ର ସ୍ଥାନରେ ମଧ୍ୟ ଯାଉଛି। ତେବେ ତେବେ ସେକେଣ୍ଡରେ ପଢିବା ଯେ ପଞ୍ଚମ ଭାବରେ ଯଦି ବୃଷ ରାଶି ହେଇଥାଏ ତାହେଲେ ମଣିଷ ସୁନ୍ଦରୀ, ସୌଭାଗ୍ୟବତୀ ଏବଂ ଲାବଣ୍ୟବତୀ ଆଉ ପତିବ୍ରତ ପରାୟଣ କନ୍ୟା ହୋଇଥାଏ। ଏବଂ ଯଦି ପୁରୁଷ କୁଣ୍ଡଳୀରେ ଥାଏ ତାହେଲେ ସିଏ ପତିବ୍ରତ ପରାୟଣ ସ୍ୱାମୀ ପୁରୁଷ କୁଣ୍ଡଳୀରେ ଥାଏ ତାହେଲେ ସେ ପତିବ୍ରତ ପରାୟଣ ସ୍ତ୍ରୀ ପ୍ରାପ୍ତ କରିଥାଏ। ଏଠି ଚାନ୍ସେସ୍ ଥାଏ। ଯଦି ପଞ୍ଚମ ଭାବରେ ମିଥୁନ ରାଶି ଆସେ ତାହେଲେ ମଣିଷକୁ ପ୍ରସନ୍ନ, ସୁଖୀ, ସୁଶୀଳ, ଗୁଣବାନ ଲୋକଙ୍କ ର ପ୍ରେମ ମିଳିଥାଏ ଆଉ ତାର ସମ୍ଭାବନା ଥାଏ ବଳବାନ ପୁତ୍ର ହେବା। ଏବେ ପଚାରିବ କାହିଁକି ମିଥୁନ ରାଶିରେ ବଳବାନ ପୁତ୍ର ହେବାର ସମ୍ଭାବନା ଥାଏ? ଭାଇ ମିଥୁନ ରାଶିକୁ ରୁଲ କରନ୍ତି ଭଗବାନ ଗ୍ରହ ରୁଲ କରନ୍ତି ବୁଧ। ବୁଧଙ୍କ ଠାରୁ ନାରାୟଣଙ୍କର ବିଚାର କରାଯାଏ। କୁଣ୍ଡଳୀରେ ଯେତିକ ସବୁ ବିଚାର ହୁଏ ସୂର୍ଯ୍ୟଙ୍କ ଠାରୁ ଭଗବାନ ମହାଦେବଙ୍କର ବିଚାର ହୁଏ
ଏବଂ ମର୍କ୍ୟୁରୀ ବା ବୁଧଙ୍କ ଠାରୁ ଭଗବାନ ନାରାୟଣଙ୍କର ବିଚାର କରାଯାଏ। ଠିକ ଅଛି। ତ ମୁଁ ଗୋଟେ ଗୋଟେ ଏକ୍ସାମ୍ପଲ ଏମିତି କ୍ଲିୟର କରି କରି ଯାଉଛି। ୟା ମାନେ ନୁହଁ କି ମୁଁ ଆପଣ ମାନଙ୍କୁ ସବୁ ବୁଝେଇବି ସବୁ କହିବି। ଆପଣ ମାନେ ଆପଣ ମାନଙ୍କର ଦିମାଗ ଲଗେଇକି ବୁଝିବେ। ପଞ୍ଚମ ସ୍ଥାନରେ ଯଦି କର୍କଟ ରାଶି ଆସେ ତାହେଲେ ତାର ପୁଅ ବିଖ୍ୟାତ, ପିତୃ ସୁଖଦାୟକ, ଯଶସ୍ୱୀ, ଉଦାର, ଧନବାନ ଆଉ ବିନୟୀ ପିଲାଟିଏ ହୋଇଥାଏ। ପଞ୍ଚମ ଭାବରେ ଯଦି ସିଂହ ରାଶି ଆସେ ତାହେଲେ କଣ ହବ ନା ତା ପୁତ୍ର କ୍ରୂର ସ୍ୱଭାବ ବାଲା, ସୁନ୍ଦର ନେତ୍ର ବାଲା, ମାଛ ମାଂସ ପ୍ରିୟ, ପନ୍ତ ଏବଂ କନ୍ୟା ସନ୍ତାନ ବାଲା, ତୀବ୍ର, ବିଦେଶବାସୀ, କ୍ଷୁଧାତୁର ହୋଇଥାଏ। ଏବଂ ପଞ୍ଚମ ଭାବରେ ଯଦି କନ୍ୟା ରାଶି ଆସେ ତାହେଲେ ମଣିଷ ର ଅଧିକ କନ୍ୟା ହୋଇଥାଏ ଓ ପୁତ୍ରହୀନା, ପତିବ୍ରତା, କାର୍ଯ୍ୟରେ ନିପୁଣ, ପାପହୀନା ଆଉ ଆଭୂଷଣରେ ପ୍ରେମ ରଖିବା ବାଲା ହେଇଥାଏ। ତେଣୁ ଆପଣ ମାନେ ପ୍ରାୟତଃ ଦେଖିବେ ଉତ୍ତର ଭାବରେ କନ୍ୟା ରାଶି ଯଦି ଥାଏ, ଉତ୍ତର ଭାବରେ କନ୍ୟା ରାଶି କେତେବେଳେ ଆସିବ? ପଞ୍ଚମରେ କେତେବେଳେ କନ୍ୟା ରାଶି ଆସିବ? ପଞ୍ଚମରେ କନ୍ୟା ରାଶି ସେତିକି ବେଳେ ଆସିବ ଯେତେବେଳେ 2 ନମ୍ବର କୁଣ୍ଡଳୀ ହେଇଥିବ। 2 ନମ୍ବର ମାନେ ପୁରୁଷ ଲଗ୍ନର କୁଣ୍ଡଳୀରେ ବା ମୁଖ୍ୟତଃ ବୃଷ ଲଗ୍ନ କୁଣ୍ଡଳୀ ବାଲାଙ୍କର ସାଧାରଣତଃ ପୁତ୍ର ସନ୍ତାନ ଯଦି ଜୁପିଟର ପଞ୍ଚମ ଭାବକୁ ଦେଖୁନଥିବ ବା ଜୁପିଟର ଦୃଷ୍ଟି ନଥିବ ବା ଭଗବାନ ସୂର୍ଯ୍ୟଙ୍କର ଦୃଷ୍ଟି ଥିବ ତାହେଲେ ହିଁ ପ୍ରାୟତଃ ଦେଖାଯାଏ। ନହେଲେ ବୃଷ ଲଗ୍ନ ବାଲା ପ୍ରାୟତଃ ଦେଖାଯାଏ ସେମାନଙ୍କର ପୁତ୍ର ସନ୍ତାନ ପ୍ରାପ୍ତିରେ ଟିକେ ପ୍ରୋବ୍ଲେମ ସୃଷ୍ଟି ହୁଏ। ଠିକ ଅଛି। ତାହେଲେ ପଞ୍ଚମ ଭାବରେ ଯଦି ତୁଳା ରାଶି ହୁଏ ତାହେଲେ କଣ ହବ ନା ତାର ପୁତ୍ରାଦି ସନ୍ତାନ ସୁଶୀଳ, ରୂପବାନ, ଗୁଣବାନ, କାର୍ଯ୍ୟରେ ଦକ୍ଷ, ସୁନ୍ଦର ନେତ୍ର ବାଲା ହୋଇଥାଏ। ପଞ୍ଚମ ଭାବରେ ଯଦି ବିଛା ରାଶି ଆସେ ତାହେଲେ ତାର ପୁତ୍ର ଭାଗ୍ୟବାନ, ସୁଶୀଳ, ଦୋଷହୀନ, ବିନୀତ ଆଉ ନିଜ ଧର୍ମରେ ତତ୍ପର ହୋଇଥାନ୍ତି। ପୁତ୍ର ଭାବରେ ମାନେ ପଞ୍ଚମ ଭାବରେ ଯଦି ଧନୁ ରାଶି ଆସେ ତାହେଲେ କଣ ହବ ନା ପୁତ୍ର ଘୋଡା ଆଦି ସବାରି ରଖିବା ବାଲା। ମାନେ ପଞ୍ଚମ ଭାବରେ ଯେତେବେଳେ ଧନୁ ରାଶି ଆସିଲା ସେତେବେଳେ ସେ ଲଗ୍ନ ଟା କଣ ହେଇଥିବ? ସେତେବେଳେ ସେଇଟା ସିଂହ ଲଗ୍ନ ହେଇଥିବ। ତେଣୁ ପୁରାତନ ଯୁଗରେ କଣ ଲେଖା ହେଇଛି ନା ଘୋଡା ଆଦି ସବାରି ରଖିଲା ବାଲା ମାନେ ଏହାର ପାଖରେ ଇଏ ସବୁବେଳେ ଗାଡି ପୁଳେ ରଖିଥିବେ। ସିଂହ ଲଗ୍ନ ବାଲାଙ୍କର ଆପଣ ଦେଖିବେ ସେମାନଙ୍କ କିଛି ଥାଉ କି ନଥାଉ ସେମାନଙ୍କୁ ଗାଡି ନିଶ୍ଚିତ ଦରକାର। ସିଂହ ଲଗ୍ନ ବାଲାଙ୍କର ଆପଣ ଗୋଟେ ପ୍ରେଡିକ୍ସନ ନେଇଯାଆନ୍ତୁ ଭାଇ ତାଙ୍କୁ ଗାଡି ଆପଣ କୋଉ ସିଂହ ଲଗ୍ନ ବାଲାଙ୍କୁ ପଚାରି ଦିଅନ୍ତୁ ତାଙ୍କୁ ଟିକେ ଗାଡିର ସଉକ ଥିବ, ପକ୍କା ଥିବ। ନହେଲେ ତାର ସନ୍ତାନକୁ ଗାଡିର ସଉକ ପକ୍କା ଥିବ। ସେଥିରେ କଣ ସନ୍ଦେହ ଅବକାଶ। ଠିକ ଅଛି। ଆଉ ଧନୁଷ ଆଦି ଶସ୍ତ୍ର ଚଳେଇବା ବାଲା। ଏଠି ଧନୁଷ ଆଦି ଶସ୍ତ୍ର ମାନେ ଯାହା ହଉ ଗୋଟେ ସେଲ୍ଫ ଡିପେଣ୍ଡେଣ୍ଟ କରୁଥିବ ନହେଲେ ଜିମ୍ ଯାଉଥିବ। ଠିକ ଅଛି ସେଇଭଳିଆ ହେଇଥିବ। ଶତ୍ରୁଙ୍କୁ ଜିତିଲା ବାଲା ଆଉ ସେବା କାର୍ଯ୍ୟରେ ତାର ରୁଚି ଥିବ ଏବଂ ରାଜାଙ୍କ ଆଦର ପାଉଥିବ ଆଉ ଅନେକ ପ୍ରକାର ଗୁଣରେ ଯୁକ୍ତ ଥିବ। ପୁତ୍ର ଭାବରେ ଯଦି ମକର ରାଶି ଆସେ ତାହେଲେ କଣ ହବ ନା ଏଇଠି କହିଥିଲେ ପୁତ୍ର ଭାବରେ ଯେତେବେଳେ ମକର ରାଶି ଆସେ ପୁତ୍ର ପାପୀ, କୁରୂପ, ନପୁଂସକ, ଦୁଷ୍ଟ ସ୍ୱଭାବ, ପ୍ରଭାବହୀନ, ନିଷ୍ଠୁର ଆଉ ପ୍ରେମ ରହିତ ହୁଏ। ଆଚ୍ଛା ମକର ରାଶି କେତେବେଳେ ଆସିବ? ମକର ରାଶି ଟା ପୁତ୍ର ବେଳକୁ କେମିତି କେତେବେଳେ ଆସିବ? 6 ନମ୍ବର କୁଣ୍ଡଳ। ଯେତେବେଳେ 6 ନମ୍ବର କୁଣ୍ଡଳୀ ହବ। 6 ନମ୍ବର କୁଣ୍ଡଳୀ ହବ। କିନ୍ତୁ ମୁଁ ସେଇଥିପାଇଁ ମୂଳରୁ କହିଛି ଯେ ପଞ୍ଚମ ଭାବର ତ ମକର ରାଶି ପଡିଗଲା। ଆଉ ଆପଣ ପ୍ରାୟତଃ ଦେଖିବେ ଏଇ ଜିନିଷ ଗୁଡାକ ହୁଏ। ଆପଣ ମାନେ ଦେଖନ୍ତୁ ଦେଖିବେ ଏଇ ଜିନିଷ ଗୁଡା ହୁଏ କିନ୍ତୁ ମୂଳରୁ ଗୋଟିଏ କଥା କହିଛି ଯେ ଏଇଟା ଗୋଟେ ଚାନ୍ସ ବନେ। ମୁଁ ଯୋଉ ଭଲ ବି କହୁଛି ସେଇଟା ବି ନ ହେଇପାରେ ମୁଁ ଯୋଉ ଖରାପ କହୁଛି ସେଇଟା ବି ନ ହେଇପାରେ ସେଇଟା ଡିପେଣ୍ଡ କରେ ଆପଣଙ୍କର ପଞ୍ଚମ ଭାବର ସ୍ୱାମୀ କୋଉଠି ଅଛି। ହଁ ଯଦି ପଞ୍ଚମରେ ବସିଗଲା ତାହେଲେ ପ୍ରାୟତଃ ମୁଁ ଯାହା କହିଛି ସେ ହିଁ ହବ। କାରଣ ରାଶିଅଧିପତି ରାଶିରେ ବସିଲା ତା ଘରକୁ ସେ କଣ ପାଇଁ ଖରାପ କରିବ ସେ ତାର ସେଇ ଗୁଣ ଟ୍ରେଟକୁ ନେଇ ଚାଲିବ। ଠିକ ଅଛି ନା। ତାପରେ ବର୍ତ୍ତମାନ ଆଉ ମାନେ କନ୍ୟା ଲଗ୍ନର କୁଣ୍ଡଳୀରେ ପୁତ୍ର ସନ୍ତାନ ଘରର ସ୍ୱାମୀ
केवल पंचम भाव को रूल करे ना। आपण जदि आपनकर जदि टिके कन्या लग्न विषय ध्यान थिबो ताले कन्या लग्न रे शनिश्चर महाराज बोथ पंचम और षष्ठ भाव को रूल कर। ठीक अछि ना। तो पंचम भाव रे कोन गला ना पूर्व पुण्य भाव गला, संतान गला, आउ कोन पुत्र भाव, आउ जतिक डे टू डे अफेयर सेगुड़ा शनिश्चर महाराज पंचम भावर स्वामी हेबा सहित से षष्ठ भावर मध्य स्वामी होता। षष्ठ भाव कौन आम विचार करना रोग ऋण शत्रु। तेणु जेहेतु यार भाइब्रेशन तार भाइब्रेशन मिसी गला से भाया कथाटी मानसगिरी पद्धति लिखी। मैंने देखो केते आचार्य मैंने केते सिंसियरली भाविक जिनसा लिखिं जस्टिफिकेशन सहित। आम जब खाली एमती नॉर्मली शुणीदे तो बुझीपर आम जो आनालिटिकली शुणा ताले ही बुझीपर। आ मझे से गोटे गोटे छोट छोट आनालिसिस दौर आपको आप अन्य लग्न गुड़ाक निजे कुंडली काटि भावतु। आपड़ जब 12टा लग्न कुंडली को आप मुंडे रहा दरकार कि कौ भाव को रूल कर चलू। ठीक अच्छे ताले आम पलैते मकर राशि गला बर्तमान पुत्र भाव कुंभ राशि आसे ताले तार पुत्र स्थिर सत्य वक्ता विख्यात कष्ट को सहिला वाला पुण्यवान आउ यशस्वी होता है। एटा को लग्न कुंडली हम ना यहाँ हम आपणकर 7th माने तुला लग्न कुंडली। तुला लग्न कुंडली शनि से देखो केते माइन्यूटली मानसिक पद्धति को कहुई। कन्या लग्न कुंडली शनिश्चर महाराज रूल कले 5th और 6th हाउस को तेणु फल बदल से तुला लग्न कुंडली शनिश्चर महाराज रूल कले कौन ना 4th आउ 5th हाउस को गोटे केंद्र गोटे त्रिकोण तुला लग्न कुंडली शनिश्चर महाराज जो कारक ग्रह से जो रेजल्ट लिखले बहुत भल आसिल कारण विष्णु स्थान लक्ष्मी स्थान को शनिश्चर महाराज रूल कर। देखो मैंने कितना आइडिया करके पुरातन आचार्य मैंने लिखिं। बर्तमान लास्ट पुत्र भाव जब मीन राशि आसे मनुष्य सुंदर पुत्र आउ बापारे अनुरक्त श्रद्धा रखा वाला से पुत्रटा हो जदि से पाप ग्रह था ताले से रोगयुक्त कुरूप आउ स्त्री लोकों सहित युक्त होता है। माने देखो ये आम राशि जिनस कले मीन राशि को लग्न पंचम भाव मीन राशि 8 नंबर कुंडली माने वृश्चिक लग्न कुंडली बिछा लग्न कुंडली मीन राशि गला से आचार्य लिखिं लास्ट को गोटे डिस्क्लेमर देइछंती जे मनीषर मीन राशि जार पुत्र भाव को रूल करुथिबो ता पुओ सुंदर हब बापा ठाई श्रद्धा रखिबो काई बापा श्रद्धा रखिबो। अरे मीन राशि मालिक होउछंती जुपिटर नहीं से होउछंती विवेक एवं डिवाइन ग्रेस रो कारक। तो आउ सी जदि ता बापा को श्रद्धा न करिवो आ अन्य किए को प्लेनेट एमते करिवो। ठीक अछि किंतु शेष को आमर जो आचार्य माने लिखिछंती कौनसी भी पाप ग्रह जदि कौनसी पंचम हाउस को देखुची ताहले तार फल तारतम्य अनुसार चेंज हबो। एटी केते सुंदर भाव रे व्याख्या दैछ। तेणु जो माने जो पॉजिटिव कथा कहली एटा हला आचार्य माने ट्रेड्स बाहर कर लिखि दैछ। तेणु आपण मानक डिसाइड करियो पंचम भाव देखिकी से पंचम भाव को नैसर्गिक शुभ ग्रह देखुचंती बा नैसर्गिक पाप ग्रह देखुचंती बा स्थान काल पात्र हिसाब रे शुभ ग्रह देखुचंती बा स्थान काल पात्र हिसाब रे पाप ग्रह देखुचंती। एई दीटा जिनिस यदि आपण मुंडा रे पुरै सबु जिनिस को एनालिसिस करी पंचम भाव देखिले जे कौनसी पाप ग्रह दृष्टि नहीं ताहले प्रायतः फल मानसगरी पद्धति हिसाब रे ही हबो। जदि शुभ ग्रह दृष्टि अछि ताले या फल रे वृद्धि हबो। जदि निज घर को कौनसी प्लानेट देखुची ताले से फल रे उन्नत हबो। आ जदि पाप ग्रह देखुचंती ताहले तार फल तार अनुसार चेंज हबो बा नेगेटिव हबो। आज रे सेशन में जानिले पंचम भाव स्थित राशि मानकर फल। आज रे सेशन पर देखि समस्त जय श्री जगन्नाथ।